ପିଲାମାନେ ସବୁଦିନ ଭଳି ଆଜି ମଧ୍ୟ ଗୋଟିଏ ସୁନ୍ଦର ଗପଟିଏ ପଢିବା। ଆଚ୍ଛା କହିଲ ପିଲାମାନେ, ସେ ଗପଟିର ନାଁ କ'ଣ? ସେ ଗପଟିର ନାଁ ହେଉଛି ଅସନା କୁକୁଡ଼ା। ତ ପିଲାମାନେ, ଅସନା କୁକୁଡ଼ା ଏଇ ମଜା ଗପଟିକୁ ଆଜି ଆମେ ଭଲ ଭାବରେ ପଢିବା। ତ ପିଲାମାନେ, ତମାନେ ଜାଣିଛ ସବୁ କୁକୁଡ଼ା ମାନେ କ'ଣ ଖାଦ୍ୟ ଖାଆନ୍ତି? ନା ପୋକ ଜୋକ ଆଦି ଅଳିଆ ଆବର୍ଜନାରୁ ଖୁଣ୍ଟି ଖାଇଥାନ୍ତି। ତ ପିଲାମାନେ, ସେହିପରି ଏଠି ଗପଟିର ନାଁ ଦିଆଯାଇଛି ଅସନା କୁକୁଡ଼ା। ତ ପିଲାମାନେ, ମଜା ଗପଟିକୁ ଆଜି ଭଲ ଭାବରେ ପଢିବା ଏବଂ ବୁଝିବା। ତ ପିଲାମାନେ, ତା ପୂର୍ବରୁ ତମମାନେ ଯଦି ଏହି ଚ୍ୟାନେଲରେ ନୂଆ ଅଛ ତାହେଲେ ଚ୍ୟାନେଲଟିକୁ ଜଲ୍ଦି ସବସ୍କ୍ରାଇବ କରିଦିଅ। ତା ସହିତ ପାଖରେ ଥିବା ବେଲ୍ ଆଇକନକୁ ଦବାଇ ଦିଅ। ତ ପିଲାମାନେ, ଯାହାଫଳରେ ମୁଁ ଯେତେବେଳେ ବି ଏଇଭଳି ଭିଡ଼ିଓ ଅପଲୋଡ କରିବି ସଙ୍ଗେ ସଙ୍ଗେ ତମମାନଙ୍କ ପାଖକୁ ନୋଟିଫିକେସନ ଚାଲିଯିବ। ଆଉ ତମମାନେ ଘରେ ବସି ଏଇଭଳି କୋଟିଏ ଲେଖାଏଁ ମଜା ଗପ ପ୍ରତ୍ୟେକ ଦିନ ଶୁଣିପାରିବ। ତ ପିଲାମାନେ, ଏବେ ଆମେ ପଢିବା ଗପଟିକୁ ଅସନା କୁକୁଡ଼ା। ତ ପିଲାମାନେ, କୁକୁଡ଼ାଟିର ନାଁ ଦିଆଯାଇଛି କ'ଣ? ନା ଅସନା କୁକୁଡ଼ା। ତମମାନେ ଛବିରେ କୁକୁଡ଼ାକୁ ଦେଖିପାରୁଥିବ, ଏଇ ଛବିରେ ଠେକୁଆକୁ ମଧ୍ୟ ଦେଖିପାରୁଥିବ। ତାହେଲେ ଏଇ ଦୁଇ ଜଣଙ୍କ ଭିତରେ କ'ଣ ହୋଇଛି ପିଲାମାନେ ଦେଖିବା। ଗପଟିକୁ ଆମେ ପଢିଲେ ସିନା ଜାଣିବା। ତ ପିଲାମାନେ, ସେଥିପାଇଁ ଆମେ ଗପଟିକୁ ପଢି ନେବା। ଦେଖିବା କ'ଣ ହୋଇଛି ସେମାନଙ୍କ ଭିତରେ। ଗୋଟିଏ ଚାଷୀ କୁକୁଡ଼ାଟିଏ ରଖିଥାଏ। ତ ପିଲାମାନେ, ଗୋଟିଏ ଚାଷୀ କ'ଣ କରିଥିଲା ନା ଗୋଟିଏ କୁକୁଡ଼ାଟିଏ ରଖିଥିଲା। କୁକୁଡ଼ାକୁ ଭଲ ଆଦରରେ ରଖିଥାଏ। ତ ପିଲାମାନେ, ସେ କୁକୁଡ଼ାକୁ ବହୁତ ଭଲ ପାଏ ଆଉ କୁକୁଡ଼ାକୁ ବହୁତ ଆଦର ମଧ୍ୟ କରେ, ବହୁତ ସ୍ନେହ ଦିଏ। କୁକୁଡ଼ାକୁ ଯାହା ସବୁ ଦାନା ଖାଏ ତାକୁ ଚାଷୀ ଆଣି ଖାଇବାକୁ ଦିଏ। ତ ପିଲାମାନେ, କୁକୁଡ଼ା ଯାହା ସବୁ ଦାନା ଖାଏ, ସେ ଯେଉଁ ସବୁ ଖାଦ୍ୟ ଖାଏ, ଚାଷୀ କ'ଣ କରେ ନା ସେସବୁ ଆଣି ତାକୁ ଖାଇବାକୁ ଦିଏ। ତଥାପି କୁକୁଡ଼ାକୁ ବୁଲିବାକୁ ଛାଡ଼ିଲେ ସେ ପୁଣି ପୋକ କୀଟ ସବୁ ଖାଏ। ତ ପିଲାମାନେ, ଚାଷୀ ଯେହେତୁ ତାକୁ ବହୁତ ଭଲ ପାଏ, ବହୁତ ଆଦର କରେ, ସେଥିପାଇଁ ସେ ଯେଉଁ ସବୁ ଦାନା ଖାଏ ସେସବୁ ତାକୁ ବଜାରରୁ କିଣି ଆଣିକି ଦିଏ। ତାପରେ ବି କୁକୁଡ଼ା କ'ଣ କରେ ନା ସେ ତାକୁ ଛାଡ଼ିଲେ କ'ଣ କଲେ ନା ଛାଡ଼ିଦେଲେ ସେ ବୁଲି ବୁଲି କ'ଣ କରେ ନା ସେଇ ପୋକ କୀଟ ପିଟ ସବୁ ଖୁଣ୍ଟିକି ଖାଏ। ତ ପିଲାମାନେ, ତା ଖାଦ୍ୟ ହିଁ ସେଇଆ, ସେ ସେଇଆ ହିଁ କରିବ। ତାକୁ ଯେତେ ଆଦର କଲେ, ଯେତେ ଯତ୍ନ କଲେ, ଯେତେ ତାକୁ ଭଲ ଖାଦ୍ୟ ଦେଲେ ବି ସେ ସେଇ ପୋକ ଜୋକ ଖୁଣ୍ଟିକି ହିଁ ଖାଇବ। ତ ଦେଖିବା ପିଲାମାନେ, ଚାଷୀଟି କ'ଣ କଲା। କୁକୁଡ଼ା ଅସନା ଜାଗାରୁ ଖାଉଥିବାରୁ ଚାଷୀ ମନକୁ ଭାବେ ଯେ ତାକୁ ଏତେ ଦାନା ଆଣି ଦେଉଛି, ହେଲେ କୁକୁଡ଼ା ଅସନା ଜାଗା ବୁଲିବା ଛାଡୁନାହିଁ। ତ ପିଲାମାନେ, ଯେହେତୁ ଚାଷୀ ତାକୁ ବହୁତ ଆଦର କରେ, ବହୁତ ଭଲ ଭଲ ଖାଦ୍ୟ ଆଣି ମଧ୍ୟ ଦିଏ, ତାପରେ ବି କୁକୁଡ଼ା କ'ଣ କରେ ନା ଅସନା ଜାଗାରୁ ପୋକ ଜୋକ ଏସବୁ ଖୁଣ୍ଟି ଖାଉଛି। ଦିନେ ଚାଷୀ ମନକୁ ମନ ଭାବିଲା, କ'ଣ ଭାବିଲା ନା ମୁଁ ଆକୁ ଏତେ ଦାନା ଆଣି ଦଉଛି, ଏତେ ଭଲ ଖାଦ୍ୟ ଆଣି ଦଉଛି, ତାପରେ ବି ଏତେ ଅସନା ଜାଗା ବୁଲିବା ଛାଡୁନାହିଁ, ଆଉ ସେଇ ପୋକ ଜୋକ ଖୁଣ୍ଟି ଖାଉଛି। କୁକୁଡ଼ାକୁ ଚାଷୀ ଯେତେ ଥର କହିଲେ ବି ସେ କଥା ବୁଝେ ନା। ତ ପିଲାମାନେ, ଚାଷୀ ତାକୁ ଯେତେ କହେ, ଯେତେ ବୁଝେ କହିଲେ ବି ସେ ତା କଥା ଶୁଣେ ନା। କାହିଁକି ନା ତା ଜାତି ହେଉଛି କୁକୁଡ଼ା, ତାର ଖାଦ୍ୟ ହେଉଛି ପୋକଜୋକ। ସେ ବା ଚାଷୀ କଥା ଶୁଣିବ କୋଉଠି? ଚାଷୀ ତାକୁ ଯେତେ କହିଲେ ବି ସେ ଚାଷୀର କଥାକୁ ଜମା ବି ବୁଝେ ନା, ଜମା ବି ଶୁଣେ ନା। ଏଣୁ ଚାଷୀ କୁକୁଡ଼ା ଉପରେ ରାଗି ତାକୁ ଗୋଟିଏ ଭାଡି ଭିତରେ ନିଭୋଜ କରି ଦିନେ ରଖିଦିଏ। ଦିନେ ରଖିଦିଏ। ତ ପିଲାମାନେ, ଚାଷୀ କ'ଣ କରେ ନା କୁକୁଡ଼ା ଉପରେ ବହୁତ ରାଗିଯାଏ। କାହିଁକି ନା ତାକୁ ଯେତେ ଖାଦ୍ୟ ଦଉଛି, ଭଲ ଖାଦ୍ୟ, ସେ କ'ଣ କରୁଛି ନା ଚାଷୀ କଥାକୁ ଜମା ବି ନ ଶୁଣି ସେ ସେଇ ପୋକ ଜୋକ ଖୁଣ୍ଟି ଖାଉଛି। ସେଥିପାଇଁ ସେ ଚାଷୀଟି ବହୁ ଜୋରେ ରାଗିଯାଏ। ରାଗିକି କ'ଣ କରେ ନା ତାକୁ ଭାଡି ଭିତରେ କ'ଣ ଦିନେ ବନ୍ଦ କରି ରଖିଦିଏ। କୁକୁଡ଼ାକୁ ତା ଭାଡି ଭିତରେ ଚାଷୀ ଖାଇବାକୁ ଦିଏ। ତ ପିଲାମାନେ, ଚାଷୀଟି କ'ଣ କରେ ନା ସେ ଭାଡି ଭିତରେ କୁକୁଡ଼ାକୁ ଖାଇବାକୁ ଦିଏ। ପୁଣି ଯେତେବେଳେ କୁକୁଡ଼ାକୁ ବୁଲିବାକୁ ଛାଡ଼ି ଦିଏ, ସେ ତାର ଅସନା ଜାଗାରୁ ଖାଇବା ଖାଇଚାଲେ। ତ ପିଲାମାନେ, ସେ ଯୋଉ ଚାଷୀ ଜଣକ ଯେତେବେଳେ ଭାଡି ଭିତରୁ କୁକୁଡ଼ାକୁ କାଢିଦିଏ, କୁକୁଡ଼ା ପୁଣି ତାର ସେଇ କ'ଣ ଖାଦ୍ୟ ଖାଏ, ପୋକ ଜୋକ ଏସବୁ ଖାଦ୍ୟ ଖାଏ। ପୁଣି କ'ଣ ତାର ସେଇ ଅଭ୍ୟାସ ରହିଛି ପିଲାମାନେ। ସେ ଯେହେତୁ ପୋକ ଜୋକ ଆଗରୁ ଖାଏ, ତାକୁ ଭାଡିରୁ ଯେତେବେଳେ ସେ ବାହାର କରିଦେଲା ଚାଷୀଟି, ସେ ବା ଛାଡିବ କୋଉଠି? ତାର ପ୍ରକୃତି ଛାଡୁନି ସେ ହେଲା। ସେ ସେଇ ପୋକ ଜୋକ ପୁଣି ଖୁଣ୍ଟି ଖାଇଲା। ତେଣୁ ଧୀରେ ଧୀରେ ଚାଷୀ କୁକୁଡ଼ା ଉପରେ ବିଗିଡି ଗଲା ଓ ତାକୁ ଆଉ ବେଶୀ ଆଦର କଲା ନାହିଁ। ତ ପିଲାମାନେ, ଚାଷୀ ଯେହେତୁ ଚାଷୀର କିଛି ବି କଥା ସେ ଶୁଣିଲାନି ହେଲା, ତାପରେ ଚାଷୀ କ'ଣ କଲା ନା ଧୀରେ ଧୀରେ ଚାଷୀ କୁକୁଡ଼ା ଉପରେ ବିଗିଡି ଗଲା ବା ରାଗିଗଲା। ତାକୁ ଆଉ ବେଶୀ ଆଦର କଲା ନାହିଁ ବା ପୂର୍ବ ଭଳି ତାକୁ ଆଉ ଭଲ ପାଇଲା ନାହିଁ। ତ ପିଲାମାନେ, ତାପରେ ଚାଷୀଟି କ'ଣ କଲା ଦେଖିବା। ଦିନେ ସେ ଚାଷୀ ତାର ସାଥୀ ଘରକୁ ଯାଇଥାଏ। ତ ପିଲାମାନେ, ଦିନେ ସେ ଚାଷୀ ଜଣକ କ'ଣ କରିଥିଲା ନା ତାର ସାଙ୍ଗ ଘରକୁ ସେ ଯାଇଥିଲା। ତାର ସାଥୀ ପାଖରେ 4ଟା ଠେକୁଆ ଥିଲେ। ତ ପିଲାମାନେ,
ଚାଷୀ ଜଣକ ତାର ସାଥୀ ବା ସାଙ୍ଗ ଘରକୁ ଯାଇଥିଲା ଆଉ ତା ସାଥୀ ପାଖରେ ସେ 4ଟି ଠେକୁଆ ଥିଲେ। ସେ 4ଟି ଠେକୁଆକୁ ସେ ଦେଖିଲା। ଚାଷୀ ତା ସାଥୀ ପାଖରୁ ଗୋଟିଏ ଠେକୁଆ ମାଗି ଆଣି ରଖିଲା। ତ ପିଲାମାନେ ଚାଷୀଟି ଯେହେତୁ ତାର ସାଙ୍ଗ ଘରକୁ ଯାଇଥିଲା ଆଉ ତାର ସାଙ୍ଗ ଘରେ 4ଟି ଠେକୁଆ ଦେଖିଲା ଆଉ ସେ ଚାଷୀ ସଙ୍ଗେ ସଙ୍ଗେ କଣ କଲା ନା ତା ସାଙ୍ଗ ପାଖରୁ ଗୋଟିଏ ଠେକୁଆ ମାଗି ଆଣି ରଖିଲା। ଠେକୁଆଟି ଅସନା ଜାଗାକୁ ଯାଏ ନାହିଁ ଓ ସଫା ସୁତୁରା ଜାଗାରେ ରହିବାକୁ ଭଲ ପାଏ। ତ ପିଲାମାନେ ଠେକୁଆଟି ତମମାନେ ଦେଖିଥିବ ତମମାନଙ୍କ ଗାଁରେ ଠେକୁଆ କଣ କରେ ନା ଅସନା ଜାଗାକୁ ଯାଏ ନାହିଁ। ସେ ସଫା ସୁତୁରା ରହିବାକୁ ଭଲ ପାଏ ହେଲା। ସଫା ସୁତୁରା ଜାଗାରେ ରହିବାକୁ ଭଲ ପାଏ ଆଉ ସେ ଘାସ ଖାଏ ହେଲା। ପୋକ ଜୋକ ଇଆଡୁ ସିଆଡୁ ଅସନା ଖାଦ୍ୟ ଖାଏ ନାହିଁ। ଏଣୁ ଚାଷୀ ତାର ଠେକୁଆ ପାଇଁ ମଧ୍ୟ ଗୋଟିଏ ତାର ଜାଲି ତିଆରି କରି ତା ଭିତରେ ଖୁବ ସଫା ସୁତୁରାରେ ରଖିଥାଏ। ତ ପିଲାମାନେ ଚାଷୀଟି କଣ କଲା ନା ଠେକୁଆ ପାଇଁ ଗୋଟିଏ ତାର ଜାଲି ତିଆରି କଲା ହେଲା। କରି ତା ଭିତରେ ଖୁବ ସଫା ସୁତୁରାରେ ସେ ଠେକୁଆକୁ ରଖିଲା। ଠେକୁଆର ସଫା ସୁତୁରା ରହିବାକୁ ଚାଷୀ ବି ସେମିତି ବାଟ କରେ। ତ ପିଲାମାନେ ଠେକୁଆଟି ଯେପରି ସଫା ସୁତୁରା ରହିବ ହେଲା, ଏପରି ସୁସ୍ଥ ରହିବ, ଚାଷୀ ସେମିତି କଣ ସେଇଭଳି ବାଟ କରେ। ଧୀରେ ଧୀରେ ଚାଷୀ ଠେକୁଆକୁ ଅଧିକ ଆଦରରେ ରଖି ଚାଲିଲା। ତ ପିଲାମାନେ ଧୀରେ ଧୀରେ ଚାଷୀଟି କଣ କଲା ନା ଠେକୁଆକୁ ଅଧିକ ଆଦର କଲା, ଭଲ ପାଇଲା, ବହୁତ ସ୍ନେହ ଦେଲା। କୁକୁଡ଼ାକୁ ଆଉ ଆଗ ଭଳି ଭଲ ପାଇଲା ନାହିଁ। ତ ପିଲାମାନେ ଦେଖିବା ତାପରେ କଣ ହେଲା। ଠେକୁଆର ତାରଜାଲି ବି କୁକୁଡ଼ା ଭାଡି ପାଖରେ ରହେ। ତ ପିଲାମାନେ କୁକୁଡ଼ାର ଭାଡି ପାଖରେ ଠେକୁଆର ଭାଡି ବି ରହେ। ହେଲେ ଠେକୁଆଠୁ କୁକୁଡ଼ା ସଫା ସୁତୁରା ରହିବାକୁ ଶିଖିଲାନି। ତ ପିଲାମାନେ ଠେକୁଆ ଠାରୁ କୁକୁଡ଼ା କଣ କଲା ନା ସଫା ସୁତୁରା ରହିବାକୁ ଶିଖିଲାନି। କାହିଁକି ନା ଠେକୁଆର ଜାତି ଅଲଗା ଥିଲା, ଖାଦ୍ୟ ମଧ୍ୟ ଅଲଗା ଥିଲା। ସେ ସଫା ସୁତୁରା ରହିବାକୁ ଭଲ ପାଏ। କୁକୁଡ଼ାର ଜାତି ମଧ୍ୟ ଅଲଗା ଥିଲା, ତାର ଖାଦ୍ୟ ମଧ୍ୟ ଅଲଗା ଥିଲା ଆଉ ସେ ସବୁବେଳେ ସଫା ସୁତୁରା ରହିବାକୁ ଭଲ ପାଏନା ହେଲା। ଏସବୁ କଣ କେହି କାହା ପାଖରୁ କିଛି ଶିଖି ପାରିଲେନି ଯେହେତୁ ସେମାନଙ୍କର ଜାତି ଅଲଗା ଥିଲା। ତଥାପି ଚାଷୀଟି ଠେକୁଆକୁ ଅଧିକ ଆଦର କରୁଥିବାରୁ କୁକୁଡ଼ା ସହିପାରେ ନାହିଁ। ତ ପିଲାମାନେ ଚାଷୀଟି ଯେହେତୁ କୁକୁଡ଼ାକୁ ବହୁତ ଭଲ ପାଉଥିଲା, ପ୍ରଥମେ ସେ କୁକୁଡ଼ାକୁ ସବୁବେଳେ ସଫା ସୁତୁରା ଦେଖିବାକୁ ଚାହୁଁଥିଲା। କିନ୍ତୁ କୁକୁଡ଼ା କଣ କଲା ନା ସେ କୁକୁଡ଼ାକୁ ଯେତେ ଭଲ ଖାଦ୍ୟ ଦେଲେ ବି ସେ କୁକୁଡ଼ା ସେହି କଣ ଅଳିଆ ଆବର୍ଜନାରୁ ପୋକ ଜୋକ ଖୁଣ୍ଟି ଖାଇଲା ହେଲା। ଜମା ବି ସଫା ସୁତୁରା ରହିଲାନି, ଯାହା ଫଳରେ ଚାଷୀ ତାକୁ ଆଉ ଆଗ ଭଳି ଭଲ ପାଇଲା ନାହିଁ। ଠେକୁଆ କଣ କଲା ନା ଠେକୁଆ ସବୁବେଳେ ଘାସ ଖାଏ, ସେ ସବୁବେଳେ ସଫା ସୁତୁରା ରହିବାକୁ ଭଲ ପାଏ। ଏସବୁ ଦେଖି ଚାଷୀଟି କଣ କଲା ନା ଠେକୁଆକୁ ଅଧିକ ଭଲ ପାଇଲା। ସେ ଠେକୁଆକୁ ଅଧିକ ଭଲ ପାଇବା ଦେଖି ବା ଅଧିକ ଆଦର କରୁଥିବାର ଦେଖି କୁକୁଡ଼ା ଆଉ ସହିପାରିଲା ନାହିଁ। ସେ ସବୁବେଳେ ଭାବୁଥାଏ ଯେ ଠେକୁଆ ଆସିବା ଦିନରୁ ଚାଷୀ କୁକୁଡ଼ାକୁ ଭଲ ପାଉନି। ତ ପିଲାମାନେ କୁକୁଡ଼ା ସବୁବେଳେ ଭାବୁଥାଏ କଣ ନା ସେ ସେଇ ଗୋଟିଏ କଥା ହିଁ ଭାବୁଥାଏ, ଠେକୁଆ ଆସିବା ଦିନରୁ ଚାଷୀ ତାକୁ ଆଉ ଆଗ ଭଳି ଭଲ ପାଉନି। ଏଣୁ କୁକୁଡ଼ା ଭାବିଲା ଯେ ଯେମିତି ହଉ ଚାଷୀ ପାଖରୁ ଠେକୁଆକୁ ତଡ଼ିବାକୁ ହେବ। ତ ପିଲାମାନେ କୁକୁଡ଼ାଟି ସେଇଠୁ ସବୁବେଳେ ଗୋଟିଏ କଥା ଭାବୁଥାଏ ଯେ ଚାଷୀ ତାକୁ ଆଉ ଆଗ ଭଳି ଭଲ ପାଉନି, ସେ ଠେକୁଆକୁ ଭଲ ପାଉଛି। ଯେମିତି ବି ହଉ ଚାଷୀ ପାଖରୁ ଠେକୁଆକୁ କଣ ତଡ଼ିବାକୁ ହବ, ତାକୁ ବାହାର କରିବାକୁ ହବ, ଚାଷୀ ଠାରୁ ଠେକୁଆକୁ ଅଲଗା କରିବାକୁ ହେବ। ତ ପିଲାମାନେ ତାପରେ ଦେଖିବା କଣ ହେଲା। ଦିନେ ଠେକୁଆକୁ କୁକୁଡ଼ା କହିଲା, ତୁ ଭଲ ଠେକୁଆ ନୁହେଁ। ତ ପିଲାମାନେ ଦିନେ ଠେକୁଆକୁ କୁକୁଡ଼ା ସେଇଠୁ କଣ କହିଲା ରାଗି ଯାଇକି, ତୁ ଭଲ ଠେକୁଆ ନୁହେଁ, ତୁ ଆସିବା ଦିନୁ ମୋର ଆଦର ଛଡ଼େଇ ନେଲୁ। ତ ପିଲାମାନେ ସେଇଠୁ କୁକୁଡ଼ା କହୁଛି ଠେକୁଆକୁ, ତୁ ଆସିବା ଦିନରୁ ମୋ ଆଦର ଛଡ଼େଇ ନେଲୁ, ତୁ ଭଲ କୁକୁଡ଼ା ନୁହେଁ, ତୁ କାହିଁକି ଏତେ ସଫା ସୁତୁରାରେ ରହୁଛୁ। ଠେକୁଆ କହିଲା, ତୁ ବୋକା। ତ ପିଲାମାନେ ସେଇଠୁ କୁକୁଡ଼ା ପ୍ରଶ୍ନ ପଚାରୁଛି କାହାକୁ ନା ଠେକୁଆକୁ ପ୍ରଶ୍ନ ପଚାରୁଛି, ତୁ କାହିଁକି ଏତେ ସଫା ସୁତୁରା ରହୁଛୁ। ସେଇଠୁ ଠେକୁଆ ଉତ୍ତର ଦଉଛି କଣ ନା ଠେକୁଆ କହିଲା, ତୁ ବୋକା, ତୁ କଣ ଜାଣିନୁ ଯେ ସଫା ସୁତୁରା ରହିଲେ ରୋଗ ହେବନି। ତ ପିଲାମାନେ ଠେକୁଆକୁ ଯେହେତୁ କୁକୁଡ଼ା ପ୍ରଶ୍ନ କରିଛି ଯେ ତୁ କାହିଁକି ଏତେ ସଫା ସୁତୁରା ରହୁଛୁ, ସେଇଠୁ ଠେକୁଆ ତାର ପ୍ରତି ଉତ୍ତର ଦେଇ କଣ କହିଛି ନା ତୁ ବୋକା, ତୁ କଣ ଜାଣିନୁ ଯେ ସଫା ସୁତୁରା ରହିଲେ ରୋଗ ହେବନି, ତୁ ଏବେଠାରୁ ସଫା ସୁତୁରା ରହିବା ଶିଖିଯା। ତ ପିଲାମାନେ କୁକୁଡ଼ାକୁ ଠେକୁଆ କହୁଛି କଣ ନା ତୁ ଏବେଠୁ ସଫା ସୁତୁରା ରହିବା ଶିଖିଯା, କଣ ସଫା ସୁତୁରା ରହିଲେ ରୋଗ ହେବନି। କୁକୁଡ଼ା ଦେଖିଲା ଯେ ଯେତେ ଯାହା କଲେ କହିଲେ ଠେକୁଆ ତା କଥା ଶୁଣିବନି। ତ ପିଲାମାନେ କୁକୁଡ଼ା ଦେଖିଲା କଣ ନା ଯେତେ ଯାହା କହିଲେ ବି ଠେକୁଆ ତା କଥା ଶୁଣିବନି, ସେ ସେଇ ସଫା ସୁତୁରା ହିଁ ରହିବ। କୁକୁଡ଼ା ଭାବିଲା ପୁଣି ଆଉ ଗୋଟିଏ କଥା କହି ଠେକୁଆକୁ ଅପମାନ କରିବ। ତ ପିଲାମାନେ ଯେହେତୁ କୁକୁଡ଼ାର ପ୍ରଥମ କଥାରେ ଠେକୁଆ କଣ କୁକୁଡ଼ା କଥାକୁ ଜମା ବି ଶୁଣିଲାନି ଆଉ ତାକୁ ଓଲଟି ଉପଦେଶ ଦେଲା,
ସେଠୁ କୁକୁଡ଼ା ଭାବିଲା କ'ଣ ନା ମୁଁ ଆଉ ଗୋଟିଏ କଥା କହି ଠେକୁଆକୁ ଅପମାନ କରିବି। ପୁଣି ଆଉ ଗୋଟିଏ କଥା କହି ଠେକୁଆ ଅପମାନ କରିବ। ଏ କଥା ଭାବି ଠେକୁଆକୁ କହିଲା, ରେ ଠେକୁଆ ତୁ କେତେ ଡରୁଆ, ତୁ ସବୁବେଳେ ଡରି ଡରି ତାର ଜାଲି ଭିତରେ ରହୁଛୁ। ତ ପିଲାମାନେ କୁକୁଡ଼ାଟି ସେଇଠୁ ଠେକୁଆକୁ ଅପମାନିତ କରିବାକୁ ଯାଇ କହିଲା କ'ଣ, ରେ ଠେକୁଆ ତୁ କେତେ ଡରୁଆ, ତୁ ସବୁବେଳେ ଡରି ଡରି ସେଇ ତାର ଜାଲି ଭିତରେ ରହୁଛୁ, ହେଲେ ମୁଁ ବାହାରେ ବୁଲୁଛି, ଭାଡ଼ିରେ ବି ରହୁଛି। ତ ପିଲାମାନେ ଠେକୁଆକୁ କ'ଣ କଲା ନା ଅପମାନିତ କରି କୁକୁଡ଼ା କହିଲା, ରେ ଠେକୁଆ ତୁ କେତେ ଡରୁଆ, ତୁ ଡରି ସବୁବେଳେ ସେଇ ତାର ଜାଲି ଭିତରେ ହିଁ ରହୁଛୁ। କୁକୁଡ଼ା କଥା ଶୁଣି ଠେକୁଆ କହିଲା। ତ ପିଲାମାନେ କୁକୁଡ଼ାର ଏଭଳି ଅପମାନିତ କଥା ଶୁଣି ଠେକୁଆ ମଧ୍ୟ କୁକୁଡ଼ାକୁ କହିଲା। କ'ଣ କହିଲା ଦେଖିବା? ତୁ ତ ବୋକା କୁକୁଡ଼ା, ତୁ ମତେ ପୁଣି କହୁଛୁ ଯେ ମୁଁ ଡରୁଆ। ତୁ କ'ଣ ଡରୁଆ ନୁହେଁ କି? ଗୋଟିଏ ବିଲେଇ କି କୁକୁର ଦେଖିଲେ ଦୌଡ଼ି ଆସି ଭାଡ଼ି ଭିତରେ ପଶି ଯାଉଛୁ। ତ ପିଲାମାନେ ଯେହେତୁ କୁକୁଡ଼ା ଠେକୁଆକୁ ଅପମାନିତ କଲା, କହିଲା କ'ଣ ନା ତୁ କେତେ ଡରୁଆ, ତୁ ସବୁବେଳେ ଡରି ଡରି ସେଇ ଜାଲି ଭିତରେ ରହୁଛୁ। ଏଇଭଳି କ'ଣ ଅପମାନିତ କଥା ଶୁଣି ବା ଅପମାନିତ ହେବା ଭଳେ ଠେକୁଆଟି କ'ଣ କୁକୁଡ଼ାକୁ କହିଛି କ'ଣ ନା ତୁ ବୋକା କୁକୁଡ଼ା, ତୁ ମତେ ପୁଣି କହୁଛୁ ଯେ ମୁଁ ଡରୁଆ। ତୁ କ'ଣ ଡରୁଆ ନୁହେଁ କି? ଗୋଟିଏ ବିଲେଇ କୁକୁର ଦେଖିଲେ ବା ତୁ ସଙ୍ଗେ ସଙ୍ଗେ ଆସି ଦୌଡ଼ି ଭାଡ଼ି ଭିତରେ ପଶି ଯାଉଛୁ। ଏଇଭଳି କଥା ଠେକୁଆଟି କୁକୁଡ଼ାକୁ କହିଲା। ତ ପିଲାମାନେ ତାପରେ ଦେଖିବା କ'ଣ ହେଲା। କୁକୁଡ଼ା ନିଜେ ଡରୁଆ ବୋଲି ମାନିଲାନି। ତ ପିଲାମାନେ କୁକୁଡ଼ାଟି ଡରୁଆ ବୋଲି ମାନିଲାନି। ତାର ଭାଡ଼ି ପାଖରେ ଗୋଟିଏ ବେଙ୍ଗ ଏଇ ଠେକୁଆ ଓ କୁକୁଡ଼ା କଥା ଶୁଣୁଥାଏ। ତ ପିଲାମାନେ କୁକୁଡ଼ା ନିଜେ ଡରୁଆ ବୋଲି ମାନିଲାନି। ତାଙ୍କ ଏଇ ଦୁଇ ଜଣ ଭିତରେ ଯେହେତୁ ଏହିଭଳି କଥାବାର୍ତ୍ତା, ଏସବୁ କଥା ସବୁ କିଏ ଶୁଣୁଥିଲା ନା ବେଙ୍ଗ ଶୁଣୁଥିଲା। ହେଲା, ତାଙ୍କ ଭାଡ଼ି ପାଖରେ ରହି ଗୋଟିଏ ବେଙ୍ଗ ଏ ଠେକୁଆ ଓ କୁକୁଡ଼ା କଥା ସବୁ ଶୁଣୁଥାଏ। ସେ ବାହାରି କହିଲା, ସତରେ ଠେକୁଆ ବେଶୀ ଡରୁଆ। ତ ପିଲାମାନେ ସେଇଠୁ ବେଙ୍ଗଟି ବାହାରି କହିଲା କ'ଣ ନା ସତରେ ଠେକୁଆ ବେଶୀ ଡରୁଆ, କାରଣ କୁକୁଡ଼ା ଦିନରେ ବାହାରେ ବୁଲୁଛି, ରାତିରେ ଶୋଉଛି, ହେଲେ ଠେକୁଆ ଦିନ ରାତି ସବୁବେଳେ ତାର ଜାଲି ଭିତରେ ରହୁଛି। ତ ପିଲାମାନେ ବେଙ୍ଗଟି ସତରେ କେତେ ବଦମାସ। ସେଠୁ ବେଙ୍ଗଟି ସାଙ୍ଗେ ସାଙ୍ଗେ ଯେହେତୁ ଏଇ ଦୁଇ ଜଣଙ୍କ ଭିତରେ ଯୁକ୍ତି ଲାଗିଲେ ଯେ କିଏ ଡରୁଆ, ସାଙ୍ଗେ ସାଙ୍ଗେ ସେଇଠି ରହୁଥିବା ଗୋଟେ ବେଙ୍ଗ ସାଙ୍ଗେ ସାଙ୍ଗେ ଭାଡ଼ି ପାଖରୁ ବାହାରି ଆସିଲା ଆଉ ସାଙ୍ଗେ ସାଙ୍ଗେ କହିଲା କ'ଣ ନା ସତରେ ଠେକୁଆ ବେଶୀ ଡରୁଆ, କାରଣ କୁକୁଡ଼ା ଦିନରେ ବାହାରେ ବୁଲୁଛି ଆଉ ରାତିରେ ଆସି ଶୋଉଛି ଭାଡ଼ିରେ, ହେଲେ ଠେକୁଆ କ'ଣ କରୁଛି ନା ଦିନ ରାତି ସବୁବେଳେ ଏଇ ତାର ଜାଲି ଭିତରେ ବା ଭାଡ଼ିରେ ଶୋଇ ରହୁଛି। ସେଇଠୁ ଦେଖିବା କ'ଣ ହେଲା ପିଲାମାନେ। ବେଙ୍ଗ କଥା ଶୁଣି ଠେକୁଆ କହିଲା, ରେ ବେଙ୍ଗ ତୁ ଦିନରେ ଶୋଇବୁ, ରାତି ଯାକ ବୁଲି ଖାଇବୁ, ତୁ ତ ଦିନରେ ବାହାରୁ ନାହୁଁ, ତୁ ବେଶୀ ଡରୁଆ। ତ ପିଲାମାନେ ପ୍ରଥମେ କୁକୁଡ଼ା ଠେକୁଆକୁ ଅପମାନିତ କରିଥିଲା, ତାପରେ ବେଙ୍ଗ ମଧ୍ୟ କିଛି ନ ଜାଣି ନ ଶୁଣି ଠେକୁଆକୁ ମଧ୍ୟ ଅପମାନିତ କଲା। ସେଠୁ ଠେକୁଆ ରାଗି ଯାଇ ବେଙ୍ଗକୁ କହିଲା, ରେ ବେଙ୍ଗ ତୁ ଦିନରେ ଶୋଇବୁ, ରାତି ଯାକ ବୁଲି ଖାଇବୁ, ତୁ ତ ଦିନରେ ବାହାରୁ ନାହୁଁ କାହିଁ, ତୁ ବି ବେଶୀ ଡରୁଆ। ସେଇଠୁ ବେଙ୍ଗ କ'ଣ କହିଲା ଦେଖିବା। ବେଙ୍ଗ କହିଲା, ଦିନରେ ମୁଁ ବୁଲିଲେ ମତେ କୁଆ ନେଇଯିବ, ସେଥିପାଇଁ ମୁଁ ରାତିରେ ବୁଲି ଖାଏ। କୁକୁଡ଼ା ରାତିରେ ଡରି ବାହାରକୁ ଆସେ ନା, ହେଲେ ତୁ ତ କେତେବେଳେ ବାହାରକୁ ଆସୁନୁ, ତୁ ବେଶୀ ଡରୁଆ ନୁହେଁ କି? ତ ପିଲାମାନେ ସେଇଠୁ ବେଙ୍ଗ କ'ଣ କଲା ନା ଠେକୁଆର କଥା ଶୁଣି କହିଲା କ'ଣ ନା ମୁଁ ଦିନ ବେଳା ବାହାରକୁ ଆସେ ନା, କାହିଁକି ନା ମତେ କୁଆ ନେଇଯିବ, ସେଥିପାଇଁ ମୁଁ ରାତିରେ ବୁଲି ଖାଏ। କୁକୁଡ଼ା ରାତିରେ ଡରି ବାହାରକୁ ଆସେ ନା, ହେଲେ ତୁ ତ କାହିଁ କେତେବେଳେ ବାହାରକୁ ଆସୁନୁ, ତୁ ବେଶୀ ଡରୁଆ। ତ ପିଲାମାନେ ତାପରେ ଦେଖିବା କ'ଣ ହେଲା ଠେକୁଆ କ'ଣ କହିଲା ବେଙ୍ଗର କଥା ଶୁଣି। ତ ପିଲାମାନେ ବେଙ୍ଗର ଏଭଳି କଥା ଶୁଣି ଠେକୁଆ ରାଗିଗଲା ଆଉ ଠେକୁଆ ରାଗି ଯାଇ କହିଲା କ'ଣ କହିଲା, ତୁ ଅସନା ବୋଲି ତତେ କେହି ପାଖରେ ରଖିବେନି। ତ ପିଲାମାନେ ଠେକୁଆ ବେଙ୍ଗକୁ କହିଲା, ତୁ ଅସନା ବୋଲି ତତେ କେହି ପାଖରେ ରଖିବେନି। ତାପରେ କୁକୁଡ଼ା ଅସନା ହୋଇଥିବାରୁ ଚାଷୀ ତାକୁ ବେଶୀ ଆଦର କରୁନି। ତ ପିଲାମାନେ ପୁଣି ଠେକୁଆ କହୁଛି କୁକୁଡ଼ାକୁ, କୁକୁଡ଼ା ଅସନା ହୋଇଥିବାରୁ ଚାଷୀ ତାକୁ ଆଉ ଆଦର କରୁନି, ହେଲେ ମୁଁ ସଫାସୁତୁରା ରହିବାରୁ ଚାଷୀ ମତେ ବେଶୀ ଭଲ ପାଏ। ତ ପିଲାମାନେ ଠେକୁଆଟି ସେଠୁ ବେଙ୍ଗକୁ କ'ଣ କହିଲା ପ୍ରତି ଉତ୍ତର ଦେଇ କହିଲା, ମୁଁ ବେଶୀ ସଫାସୁତୁରା ରହେ ବୋଲି ଚାଷୀ ମତେ ବହୁତ ଭଲ ପାଏ। ତୁ ଅସନା ହୋଇଥିବାରୁ ତତେ କେହି ପାଖରେ ରଖନ୍ତିନି, କୁକୁଡ଼ା ବି ଅସନା ହୋଇଥିବାରୁ ତାକୁ ମଧ୍ୟ ଚାଷୀ ଭଲ ପାଏନି, ହେଲେ ମୁଁ ସଫାସୁତୁରା ରହିବାରୁ ଚାଷୀ ମତେ ବେଶୀ ଭଲ ପାଏ, ବେଶୀ ଆଦର କରେ। ତୁ ନିଜେ ଅସନା ବୋଲି କୁକୁଡ଼ାକୁ ଟେକି କହୁଛୁ। ତ ପିଲାମାନେ ସେଇଠୁ କ'ଣ ହେଲା ନା ଠେକୁଆଟି କ'ଣ କହୁଛି ବେଙ୍ଗକୁ ନା ତୁ ନିଜେ ଅସନା ବୋଲି ସେଥିପାଇଁ କୁକୁଡ଼ାକୁ ଟେକି କହୁଛୁ, ତୁ ମତେ ଯେଉଁ ଡରୁଆ ବୋଲି କହୁଛୁ ସେ କଥା ଠିକ ନୁହେଁ, ମୁଁ ସଫାସୁତୁରା ହୋଇଥିବାରୁ ଚାଷୀ ମତେ ତା କୋଳରେ ବସାଏ। ତ ପିଲାମାନେ ସେଇଠୁ କ'ଣ କହୁଛି ନା ଠେକୁଆ କହୁଛି କାହାକୁ ନା ବେଙ୍ଗକୁ କହୁଛି,
ना मु सफासुतरा होइतिबारु चासी मते बहुत भल पाए बहुत आदर करे आउ से मते कोଳରେ बसाए हेले से ए कुकुड़ा की तते केबे कोଳରେ बसैबनी। तो पिलामाने सेठू ठेकुआ कहूची से कौन ना तते आउ कुकुड़ा को केबे भी कोଳରେ बसैबनी। तापरे मते चासी अधिका जगी थाए तापरे भी मते चासी अधिका जगी थाए चासी अधिका भल पाए एणु मु काहाकू डरे नाही। सबुठू बड़ कथा हैला जे तुमे दी जण असना होइथिबारु चासी को डर। तो पिलामाने सेठू ठेकुआ कौन कहूची एणु मु काहाकू डरे नाही। सबुठू बड़ कथा हैला जे तुमे दी जण असना होइथिबारु चासी की डर हेले मु काहाकू डरे नाही हेले मु केबे डरे ना। तो पिलामाने ठेकुआ कहूची मु केबे डरे ना। ठेकुआ कहबाकू चाहिला जे जीए जेते सफासुतरा रहिबो ताकू अधिक आदर मिलिबो। तो पिलामाने ठेकुआ सेठू कहबाकू कौन चाहुथिला ना जीए जेते सफासुतरा रहिबो ताकू कौन अधिक आदर मिलिबो अधिक भल पाइबा मिलिबो अधिक स्नेह मिलिबो। तो पिलामाने तमाने गपरु कौन शिखिलो ना जीए जेते सफासुतरा रहिबो ताकू बेसी आदर मिलिबो ताकू सेतिकी स्नेह मिलिबो आउ भल पाइबा मिलिबो। तमाने जदि सबु बेले कौन मैला ड्रेस पिंधि स्कूल को जीव तमको सांग मैंने तुमको पाखरे बसई देवेनि है सब बेले सफासुतरा रहिले तुमको समस्ते भल पाइबे स्नेह करेंगे आदर करेंगे भल पाइबे है ताहले तुमको पिलामाने आशा करुच्ची निहाती भाव में गपटी भल लगी ताहले निहाती भाव में लाइक शेयर सब्सक्राइब करने को जमा भी भूलबनी। थैंक यू।